जवाकुसुमं सङ्काशं काश्यपेयं मुहादितिं धन्तारिं सर्वपापघ्नं प्रणतस्मि दिवाकरम्। ଆଜି ପବିତ୍ର ଶାମ୍ବ ଦଶମୀ। ଏହି ପୁଣ୍ୟ ଅବସରରେ ଆମେ ପହଞ୍ଚି ଯାଇଛୁ ଅର୍କକ୍ଷେତ୍ରରେ। ଏହିଠାରେ ବିରାଜମାନ ବିଶ୍ୱବିଖ୍ୟାତ ସୂର୍ଯ୍ୟ ମନ୍ଦିର। ଏହି ମନ୍ଦିର ମନେ ପକାଇ ଦିଏ ଦ୍ୱାପର ଯୁଗର ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବଙ୍କୁ। କଥିତ ଅଛି ଶାମ୍ବ ଅଭିଶାପ ପ୍ରାପ୍ତ ଯୋଗୁଁ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହି ରୋଗର ମୁକ୍ତି ପାଇଁ ସେ ନାରଦଙ୍କୁ ଉପଦେଶ ଭିକ୍ଷା କରିବାରୁ ନାରଦ କହିଲେ, ତୁମେ ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ମୈତ୍ରେୟ ବନରେ ସୂର୍ଯ୍ୟଙ୍କୁ ଉପାସନା କର। ସେ ସନ୍ତୁଷ୍ଟ ହେଲେ ତୁମର ଅଭିଶାପ ମୋଚନ ହୋଇ କୁଷ୍ଠରୋଗରୁ ମୁକ୍ତି ହେବ। ଶାମ୍ବ ଦ୍ୱାରକାରୁ ଆସି ଚନ୍ଦ୍ରଭାଗା ନଦୀ କୂଳରେ ମୈତ୍ରେୟ ବନରେ ଶାନ୍ତ ନିରାକାର ଓ ଜିତେନ୍ଦ୍ରିୟ ହୋଇ ଦୀର୍ଘ 12 ବର୍ଷ କାଳ କଠୋର ତପସ୍ୟା କରିଥିଲେ। ଶାମ୍ବଙ୍କ ତପସ୍ୟାରେ ମୁଗ୍ଧ ହୋଇ ସୂର୍ଯ୍ୟ ଦେବତା ଶାମ୍ବଙ୍କୁ ତାଙ୍କର 21 ନାମ ସ୍ମରଣ କରିବା ନିମନ୍ତେ ଆଦେଶ ଦେଲେ। ଶାମ୍ବ ସୂର୍ଯ୍ୟଙ୍କର ଏହି 21 ନାମ ଜପ କଲେ, ଯାହା ପବିତ୍ର ଗ୍ରନ୍ଥ କପିଳ ସଂହିତାରେ ଉଲ୍ଲେଖ ଅଛି। ଓଁ ଭାସ୍କର ଭଗବାନ ସୂର୍ଯ୍ୟ ଚିତ୍ରଭାନୁ ବିଭାବସୁ ଯମସ୍ତା ତଂଶୁମାଳୀ ଚ ଯମୁନା ପ୍ରୀତିଦାୟକ ଦିବାକରୋ ଜଗନ୍ନାଥ ସପ୍ତାଶ୍ଚ ପ୍ରଭାକର ଲୋକଚକ୍ଷୁ ସ୍ୱୟଂଭୁଶ୍ଚ ଛାୟାରତି ପ୍ରଦାୟକ ତିମିରାରି ଦୀର୍ଣ୍ଣଧବୋ ଲୋକତ୍ରୟ ପ୍ରକାଶକ ଭକ୍ତ ବନ୍ଧୁର୍ଦୟା ସିନ୍ଧୁ କର୍ମ ସାକ୍ଷାତ ପରାତ୍ପର 21 ନାମାନି ପଠେତୁ ତେ ମୟି ତସ୍ୟ ଶାନ୍ତିଂ ପ୍ରଯଚ୍ଛାମି ସତ୍ୟଂ ସତ୍ୟଂ ବଦାମ୍ୟହଂ। ଶାମ୍ବଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ସୂର୍ଯ୍ୟ ଶାମ୍ବଙ୍କୁ ବର ପ୍ରଦାନ କଲେ। ଶାମ୍ବ କୁଷ୍ଠରୋଗରୁ ମୁକ୍ତ ହୋଇ ତାଙ୍କର ପୂର୍ବ ଲାବଣ୍ୟ ଫେରି ପାଇଲେ। ଶାମ୍ବ ପରଦିନ ପ୍ରଭାତରେ ଚନ୍ଦ୍ରଭାଗା ନଦୀରେ ସ୍ନାନ କରୁଥିବା ସମୟରେ ସୂର୍ଯ୍ୟଦେବଙ୍କର ଏକ ମଣି ବିଗ୍ରହ ନଦୀ ଗର୍ଭରୁ ପାଇଥିଲେ। ଶାମ୍ବ ଚନ୍ଦ୍ରଭାଗା କୂଳରେ ଏକ ମନ୍ଦିର ନିର୍ମାଣ କରି ସେଥିରେ ସେହି ମଣି ବିଗ୍ରହ ମୂର୍ତ୍ତିଟିକୁ ପ୍ରତିଷ୍ଠା କରିଥିଲେ। ସେହିଦିନଠାରୁ ମର୍ତ୍ତ୍ୟଲୋକରେ ସୂର୍ଯ୍ୟଙ୍କର ମୂର୍ତ୍ତି ପୂଜାର ପ୍ରଚଳନ ହୋଇଥିଲା। ଶାମ୍ବ ମର୍ତ୍ତ୍ୟଲୋକରେ ପୌଷ ଶୁକ୍ଳ ଦଶମୀ ତିଥିରେ ସୂର୍ଯ୍ୟମୂର୍ତ୍ତି ପୂଜାର ପ୍ରଚଳନ କରାଇଥିବାରୁ ପରମ୍ପରା କ୍ରମେ ଏହି ତିଥିରେ ଶାମ୍ବ ଦଶମୀ ରୂପେ ଭାରତରେ ପାଳିତ ହୋଇଥାଏ। ସୂର୍ଯ୍ୟ ଉପାସନାର ଫଳସ୍ୱରୂପ ପୁରାଣରେ କୁହାଯାଇଛି, ଆଦିତ୍ୟସ୍ୟ ନମସ୍କାରଂ ଯେ କୁର୍ବନ୍ତି ଦିନେ ଦିନେ ନ ବ୍ୟାଧି ଶୋକ ଦାରିଦ୍ର୍ୟଂ ସୂର୍ଯ୍ୟଲୋକ ସଗଚ୍ଛତି। କପିଳ ସଂହିତାରୁ ଜଣାଯାଏ, ମୈତ୍ରେୟ ମହର୍ଷିଙ୍କର ତପସ୍ୟା ପ୍ରଭାବରେ ଏହି କ୍ଷେତ୍ରଟି ଉତ୍ପତ୍ତି ହୋଇଥିବାରୁ ଏହାର ନାମ ମୈତ୍ରେୟ ବନ ହୋଇଥିଲା। ଏହି କପିଳ ସଂହିତାରେ ଏହି କ୍ଷେତ୍ରର ମାହାତ୍ମ୍ୟ ସମ୍ପର୍କରେ ଉଲ୍ଲେଖ ଅଛି। ମୈତ୍ରେୟସ୍ୟ ବନଂ ନାମ ମୈତ୍ରେୟ ତପସ୍ୟାର୍ଜିତଂ ଯତ୍ର ଗତ୍ୱା ନରଶୀଘ୍ରଂ
महोदगात् विमुच्यते तत्र जे स्थातुमिच्छन्ति वातरोगो विकल्मषाः तेषां मनोरथफलं पूरयते दिवसाधिप। अर्थात मैत्र महर्षिଙ୍କ ତପସ୍ୟା ପ୍ରଭାବରେ ସୃଷ୍ଟି ହେଉଥିବା मैत्र ବନ ଗମନ କଲେ ନର ଶୀଘ୍ର ମହାରୋଗରୁ ମୁକ୍ତି ପାଏ। ଯେଉଁମାନେ ବାତରୋଗୀ ଓ ବିକଳାଙ୍ଗ ହୋଇଥାନ୍ତି ସେମାନେ ଏହି କ୍ଷେତ୍ରରେ ରହିବାକୁ ଇଚ୍ଛା କଲେ ଦିବସ ଅଧିପତି ସୂର୍ଯ୍ୟ ତାଙ୍କର ମନୋରଥ ପୂର୍ଣ୍ଣ କରନ୍ତି, ଅର୍ଥାତ୍ ସେମାନଙ୍କୁ ଆରୋଗ୍ୟ କରନ୍ତି। ସେଥିପାଇଁ ବୋଧହୁଏ ଶାମ୍ବ ଏହି କ୍ଷେତ୍ରକୁ ଆସି କୁଷ୍ଠରୋଗରୁ ମୁକ୍ତି ପାଇଥିଲେ। ସେହି ସ୍ମୃତି ସ୍ୱରୂପ ଏଠାରେ ମୈତ୍ର ଋଷିଙ୍କର ମୂର୍ତ୍ତି ଶାମ୍ବଙ୍କର ପ୍ରତିଷ୍ଠିତ ଆଶ୍ରମ ମଧ୍ୟ ରହିଛି। ଆସନ୍ତୁ ସେହି ଶାମ୍ବଙ୍କର ଆଶ୍ରମ ଆମେ ବୁଲିଯିବା। ଶାମ୍ବଙ୍କ ପ୍ରତିଷ୍ଠିତ ଏହି ଆଶ୍ରମ ଏବେ ନିରାକାର ଅବଧୂତ ମଠ ରୂପେ ପରିଚିତ। ଏଠାରେ ସୂର୍ଯ୍ୟ ଦେବତାଙ୍କୁ ନିରାକାର ବ୍ରହ୍ମ ରୂପେ ପୂଜା କରାଯାଏ। ଏକ କ୍ଷୁଦ୍ର ମନ୍ଦିର ମଧ୍ୟରେ କଳା ମୁଗୁନି ପଥରରେ ଓଙ୍କାର ବ୍ରହ୍ମମୂର୍ତ୍ତି ପ୍ରତିଷ୍ଠା କରାଯାଇ ଏହା ପୂଜା କରାଯାଉଛି। ଏବେ ଆପଣମାନେ ସେହି ମନ୍ଦିର ଦର୍ଶନ କରନ୍ତୁ। ମନ୍ଦିର ସମ୍ମୁଖସ୍ଥ ମଣ୍ଡପରେ ଏକ ଗରୁଡ଼ ମୂର୍ତ୍ତି ସ୍ତମ୍ଭ ଉପରେ ପ୍ରତିଷ୍ଠା ହୋଇଛନ୍ତି। ମନ୍ଦିର ପଛପାଖରେ ଏକ ଧ୍ୱନି ଗୃହ ରହିଛି। ଏହି ଗୃହ ମଧ୍ୟରେ ଅଖଣ୍ଡ ଧ୍ୱନି କୁଣ୍ଡ ରହିଛି। ମଠର ପ୍ରତିଷ୍ଠା କାଳରୁ ଏହି ଧ୍ୱନି କୁଣ୍ଡରେ ଅଗ୍ନି ସଂରକ୍ଷିତ ହୋଇ ଆସିଛି। ଏହାକୁ ବୈଷ୍ଠାଗ୍ନି କୁହାଯାଏ। ଏହି ମନ୍ଦିରରେ ପୂର୍ବେ ଲଲାଟେଶ୍ୱର ଶିବ ପ୍ରତିଷ୍ଠା ହୋଇ ପୂଜା ପାଉଥିଲେ। ପରେ ମନ୍ଦିର ମଧ୍ୟରୁ ଅଣାଯାଇ ମଠ ପ୍ରାଙ୍ଗଣରେ ଥିବା ଅବଧୂତ ସାଧୁମାନଙ୍କର ସମାଧିସ୍ଥଳ ପାର୍ଶ୍ୱରେ କ୍ଷୁଦ୍ର ମନ୍ଦିରରେ ଏବେ ପୂଜା ପାଉଛନ୍ତି। ଅର୍କକ୍ଷେତ୍ରର ଅନ୍ୟ ଏକ ଆକର୍ଷଣ ହେଉଛି ଅର୍କବଟ। ପୂର୍ବେ ଅର୍କତୀର୍ଥ ମହୋଦଧି ନିକଟରେ ଏକ ପ୍ରସିଦ୍ଧ ବଟବୃକ୍ଷ ଥିଲା। ତାହାକୁ ଅର୍କବଟ ବା କଳ୍ପବଟ କୁହାଯାଉଥିଲା। ତାହାର ବିସ୍ତୀର୍ଣ୍ଣ ଛାୟାରେ ମୁନିଋଷିମାନେ ତପସ୍ୟା କରୁଥିଲେ। ଏହି ଅର୍କବଟ ତଳେ ବସି ସୂର୍ଯ୍ୟମନ୍ତ୍ର ଜପ କଲେ ତିନି ପକ୍ଷ ମଧ୍ୟରେ ସାଧକର ଅଭିଳାଷ ପୂର୍ଣ୍ଣ ହେଉଥିବାର ଜଣାଯାଏ। ଏହି ଅର୍କବଟ ନନ୍ଦନ ବୃକ୍ଷ ନାମରେ ଅଭିହିତ। ପୂର୍ବେ ଏହି ଅର୍କବଟରୁ ଲୋକମାନେ ପବିତ୍ରତା ମନେକରି ନିଷ୍ଠାର ସହିତ ପୂଜା ଉପାସନା କରୁଥିଲେ। ବର୍ତ୍ତମାନ ସେହି ବଟବୃକ୍ଷ ନାହିଁ, ଅଛି କେବଳ ସେହି ବଟବୃକ୍ଷ ସ୍ଥାନରେ ବଟେଶ୍ୱର ମହାଦେବ। ଏହି ପବିତ୍ର ବଟେଶ୍ୱର ମହାଦେବଙ୍କୁ ଆପଣମାନେ ଦର୍ଶନ କରନ୍ତୁ। ଏହା ନିକଟରେ ଚନ୍ଦ୍ରଭାଗା ମଠ ସ୍ଥାପିତ ହୋଇଛି। ଏହିଠାରେ ଶୋଭା ପାଉଛି ପ୍ରଭୁ ସୂର୍ଯ୍ୟନାରାୟଣଙ୍କର ମନ୍ଦିର। ଆପଣମାନେ ଦର୍ଶନ କରନ୍ତୁ କ୍ଷେତ୍ରାଧିପତି ସୂର୍ଯ୍ୟଦେବଙ୍କୁ। ଏହି ସ୍ଥାନରେ ଅବଧୂତ ମଠର ମିତ୍ରାଦେଶୀଙ୍କର ପ୍ରତିନିଧି ରଥାରୂଢ଼ ହୋଇ ଶାମ୍ବ ଦିବସ ଅବସରରେ ଆସି ମାଘ ସପ୍ତମୀ ପର୍ଯ୍ୟନ୍ତ ଏଠାରେ ଅବସ୍ଥାନ କରନ୍ତି। ତାପରେ ମାଘ ସପ୍ତମୀରେ ଫେରିଯାଆନ୍ତି ସେହି ଅବଧୂତ ଆଶ୍ରମକୁ। ଏହି ମଠ ଏବେ ଛୋଟା ବାବାଙ୍କ ଆଶ୍ରମ ରୂପେ ପରିଚିତ। ଛୋଟା ବାବା ବିଗତ ଦଶନ୍ଧିରେ ଜଣେ ପ୍ରଖ୍ୟାତ ସାଧୁ ଥିଲେ। ଏହି ଆପଣମାନେ ଦେଖନ୍ତୁ ଛୋଟା ବାବାଙ୍କର ଆଶ୍ରମ ଓ ତା ମଧ୍ୟସ୍ଥ ବିରଞ୍ଚି ନାରାୟଣଙ୍କୁ। ଏହିଠାରେ ମଧ୍ୟ ଅଛି ଛୋଟା ବାବାଙ୍କ ସମାଧିସ୍ଥଳ। ଅର୍କବଟର ସ୍ମୃତି ସ୍ୱରୂପ ଏହିଠାରେ ଦୁଇଟି ବିରାଟ ବଟବୃକ୍ଷ ଶୋଭା ପାଉଛି। ଦର୍ଶକ ବନ୍ଧୁ, ଆପଣମାନେ ଏହି ପବିତ୍ର ଅର୍କକ୍ଷେତ୍ରକୁ ଆସି ମହାନ ପୀଠମାନ ଦର୍ଶନ କରି ମନରେ ଦିବ୍ୟ ଆନନ୍ଦ ଉପଲବ୍ଧି କରନ୍ତୁ। ଜୟ ଶ୍ରୀ ସୂର୍ଯ୍ୟନାରାୟଣ। କିମ୍ବଦନ୍ତୀ କହେ ଶାମ୍ବ ସମୁଦ୍ରରୁ ସୂର୍ଯ୍ୟଙ୍କର ଯେଉଁ ମୂର୍ତ୍ତି ପାଇଥିଲେ ତାହା ମିତ୍ରାଦିତ୍ୟ ନାମରେ ସେ ନିଜ ଆଶ୍ରମରେ ପୂଜା କରୁଥିଲେ। ସେହି ସୂର୍ଯ୍ୟଦେବଙ୍କ ପାଇଁ ସେ ରଥଯାତ୍ରା ପ୍ରଚଳନ କରିଥିଲେ। ସମୟାନୁକ୍ରମେ ଓଡ଼ିଶାର ରାଜା ପୁରନ୍ଦର କେଶରୀ ଓ ଲାଙ୍ଗୁଳା ନରସିଂହ ଦେବ ଏହି ପରମ୍ପରାକୁ ବଜାୟ ରଖିଥିଲେ। ପରବର୍ତ୍ତୀ ଅବସ୍ଥାରେ ସୂର୍ଯ୍ୟ ମନ୍ଦିର ଭାଙ୍ଗିଯିବାରୁ ପୂଜାର୍ଚ୍ଚନା ବନ୍ଦ ହେବା ସହିତ ସୂର୍ଯ୍ୟ ରଥଯାତ୍ରା ବନ୍ଦ ହୋଇଯାଇଥିଲା। ପୁନର୍ବାର 1998 ମସିହାରେ
ଅନନ୍ତ ଅବଧୂତ ମଠର ଦିବନ୍ତ ମହନ୍ତ ଆର୍ତ୍ତତ୍ରାଣ ଦାସ ଏହି ରଥଯାତ୍ରା ପ୍ରଚଳନ କରିଥିଲେ। 1998 ମସିହାରୁ ପ୍ରତିବର୍ଷ ଶାମ୍ବ ଦଶମୀରେ ସୌର ବ୍ରାହ୍ମଣ ପରିଷଦ, ଗାୟତ୍ରୀ ପରିବାର ଓ ଅବଧୂତ ମଠ ମହନ୍ତଙ୍କ ଦ୍ୱାରା ଏହି ରଥଯାତ୍ରା ପାଳିତ ହୋଇଆସୁଅଛି। ପରମ୍ପରା ଅନୁଯାୟୀ ମୈତ୍ର ଋଷିଙ୍କ ଆଶ୍ରମ ତଥା ଶାମ୍ବକ ସାଧନା ପୀଠ ଅନନ୍ତ ଅବଧୂତ ମଠରେ ବିଶ୍ୱଶାନ୍ତି ଗ୍ରହଯଜ୍ଞ ଅନୁଷ୍ଠିତ ହୋଇ ଶାମ୍ବ ଦଶମୀ ପୂର୍ବଦିନ ସୂର୍ଯ୍ୟାସ୍ତ ପୂର୍ବରୁ ପୂର୍ଣ୍ଣାହୁତି ଦିଆଯାଇଥାଏ। ସକାଳ 6ଟାରୁ ଉଦୟକାଳୀନ ସୂର୍ଯ୍ୟଙ୍କୁ କାକରା ଭୋଗ, ଅର୍କବଟ ପୂଜାର୍ଚ୍ଚନା କରାଯାଇ ରଥର ପାର୍ଶ୍ୱଦେବତା ଓ ସପ୍ତାଶଙ୍କୁ ପୂଜା ପରେ ଅବଧୂତ ମଠରୁ ମିତ୍ରାଦିତ୍ୟଙ୍କୁ ରଥାରୂଢ଼ କରାଯାଇ ମଠର ମହନ୍ତ ରଥ ଉପରେ ଛେରାପହଁରା କରିବା ପରେ ଉପସ୍ଥିତ ସାଧୁସନ୍ଥ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗା ଅଭିମୁଖେ ରଥ ଟାଣି ନିଅନ୍ତି। ଏବେ ଦେଖନ୍ତୁ ମିତ୍ରଦୈତ୍ୟ ଆସି ପହଞ୍ଚି ଯାଇଛନ୍ତି ଚନ୍ଦ୍ରଭାଗା ମଠରେ। ଭକ୍ତମାନେ ତାଙ୍କୁ ଅବତରଣ କରାଉଛନ୍ତି। ବର୍ତ୍ତମାନ ସେ ବିମାନରେ ବସି ଚନ୍ଦ୍ରଭାଗା ବେଳାଭୂମିସ୍ଥ ଗାୟତ୍ରୀ ମହାଯଜ୍ଞ ପରିସରକୁ ଯିବେ। ସେଠାରେ କିଛି ସମୟ ଅବସ୍ଥାନ କରି ପୁନର୍ବାର ଚନ୍ଦ୍ରଭାଗାସ୍ଥ ଛୋଟାବାଙ୍କ ଆଶ୍ରମକୁ ଆସିବେ। ଏଠିରେ ସେ ମାଘ ସପ୍ତମୀ ପର୍ଯ୍ୟନ୍ତ ରହି ମାଘ ସପ୍ତମୀ ଦିନ ପୁନର୍ବାର ନିଜ ଜନ୍ମଭୂମି ଆଶ୍ରମକୁ ଫେରିଯିବେ। ଏ ହେଉଛି ମନୋରମ ପରିବେଶ। ଆପଣମାନେ ଦେଖନ୍ତୁ ଆନନ୍ଦ ଉଲ୍ଲାସର ସହିତ କିଭଳି ଭାବରେ ଭକ୍ତମାନେ ମିତ୍ରାଦିତ୍ୟଙ୍କୁ ନେଇ ବିମାନରେ ଯାଉଛନ୍ତି। ଏ ସୁନ୍ଦର ପରିବେଶ ଆପଣମାନେ ନିଶ୍ଚିନ୍ତ ଭାବରେ ଏହାକୁ ଉପଭୋଗ କରି ମନରେ ଗୋଟିଏ ଦିବ୍ୟ ଆନନ୍ଦ ସୃଷ୍ଟି କରୁଥିବେ। ଜୟ ସୂର୍ଯ୍ୟନାରାୟଣ, ଜୟ ମିତ୍ରଦୈତ୍ୟ।